ଆପଣ ଜାଣିଛନ୍ତି ପ୍ରଥମ ଫେଜର ନିର୍ବାଚନ ସରିଯାଇଛି। ପ୍ରଥମ ଭାଗର 28ଟି ସିଟ୍ ଲୋକସଭା ବିଧାନସଭା 4ଟି ଲୋକସଭା। ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଏଥିରେ କଂଗ୍ରେସ ସବୁଠୁ ଆଗରେ ରହିବ। ଆମେ ନିଶ୍ଚିତ ଭାବରେ 20ଟି ସିଟ୍ 17ରୁ 20 କଂଗ୍ରେସ ଦଳ ବିଧାୟକ ଜିତିବ ଏବଂ 4ଟି ଏମପି ଜିତିବା ତ ସୁନିଶ୍ଚିତ, ସେଥିରେ କିଛି ନାହିଁ। ତାର ଅର୍ଥ ହେଉଛି ବର୍ତ୍ତମାନ ଓଡ଼ିଶାର କଂଗ୍ରେସ ସରକାର କରିବାର ପୂର୍ବାଭାସ ଆହୁରି 3ଟି ଫେଜ୍ ଅଛି। ଏଇଥିପାଇଁ କହୁଛି ଛତିଶଗଡ଼ରେ ଆପଣ ଦେଖିଥିବେ ଲୋକମାନେ ଭାବୁଥିଲେ ଯେ ସରକାର ବଦଳିବ ନାହିଁ, କିନ୍ତୁ ସରକାର ଲୋକମାନେ ଏମିତି ବଦଳେଇଲେ ଯେ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଯେଉଁ ଭୋଟ ଦେଇ ଜୟଯୁକ୍ତ କରିଥିଲେ। ତାପରେ ବର୍ତ୍ତମାନ କଂଗ୍ରେସ ଦଳ ଯାହା କହେ ତାହା କରେ। 18 ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶାକୁ ଶାସନ କରୁଛନ୍ତି ବିଜେଡି ଦଳ ଏବଂ ସେମାନେ ସଲାସୁତରା ହୋଇ ବିଜେପି ଏବଂ ବିଜେଡି ସହିତ ବର୍ତ୍ତମାନ ତାଙ୍କର ଶାସନ ଚାଲିଛି। ଏଠି ଯଦି ଗାଳି ଦେଲେ କୋଉଠି ରାଜ୍ୟରେ ଯଦି ଗାଳି ଦେଲେ କେନ୍ଦ୍ରରେ ଯାଇକି ହାତ ମିଳେଇଲେ, କେନ୍ଦ୍ରରେ ଯଦି ଗାଳି ଦେଲା ରାଜ୍ୟରେ ଆସି ହାତ ମିଳେ। ଇଏ ତ ବହୁତ କଥା ଅଛି, ସିବିଆଇଠୁ ଆରମ୍ଭ କରି ବହୁ କ୍ଷେତ୍ରରେ ପାର୍ଲାମେଣ୍ଟରେ ବିଲ୍ ପାସ୍ରେ। ତେଣୁ ତାଙ୍କ ଭିତରେ ଭିତିରି ବୁଝାମଣା ଅଛି। ଭିତିରି ବୁଝାମଣା ଭିତରେ ଏବଂ ଲୋକ ଭଲ ବୁଝିଛନ୍ତି ଏମାନେ କେତେ ଚତୁରତାର ସହିତ ପ୍ରତାରଣା କରୁଛନ୍ତି ଲୋକଙ୍କୁ। ମୋଦି 5 ବର୍ଷ ଭିତରେ ପ୍ରତାରଣା କରିଛି ଭାରତ ବର୍ଷର। ତେଣୁ ସେଇଥିପାଇଁ 3ଟି ରାଜ୍ୟରେ କଂଗ୍ରେସ ଆସିଲା ଏବଂ ବର୍ତ୍ତମାନ ନବୀନ ପଟ୍ଟନାୟକ ପ୍ରତାରଣା କରି ମିଛ ଭୁଲ ସ୍କିମ୍ କରି ଲୋକମାନଙ୍କୁ ଖାଲି ମିଥ୍ୟା କଥା କହି ଏବଂ ସ୍କିମ୍ କରିଛନ୍ତି ସବୁ ଯୋଜନା କଥା କହି ଯୋଜନା ତାର ଠିକ୍ ଭାବରେ ପ୍ରତିଫଳନ ହେଉନି ଲୋକଙ୍କ ପାଖରେ। ବର୍ତ୍ତମାନ 18 ବର୍ଷ ଶାସନ ବିଭିନ୍ନ ବାଟରେ କେବଳ ନିର୍ବାଚନ ସମୟରେ ଗୋଟେ ସ୍କିମ୍ କରିକି ଭୋଟ ନେବା ପାଇଁ ସେମାନେ ସେମାନେ କଂଗ୍ରେସ ଜିତିବ, ମୁଁ ଜିତିବି। ମୁଁ କଂଗ୍ରେସ କର୍ମୀମାନଙ୍କର ଉତ୍ସାହ, ଲୋକମାନଙ୍କର ସମର୍ଥନ, ତାଙ୍କର ଯେଉଁଭଳି ଭାବରେ ସ୍ନେହ ଶ୍ରଦ୍ଧା ଦେଖୁଛି ମୋ ପ୍ରତି, କାହିଁକିନା ମୁଁ ସ୍ୱଚ୍ଛତାର ସହିତ ରାଜନୀତି କରେ।